ଯଦି ଆପଣଙ୍କର ଏସ୍ ବି ଆଇ ବ୍ୟାଙ୍କରେ ଖାତା ଅଛେ କିମ୍ବା ଯେକୌଣସି ବ୍ୟାଙ୍କରେ ଖାତା ଥିଲେ ବି ଆପଣ ଏଇ ଭିଡ଼ିଓଟା ନିହାତି ଦେଖିବା କଥା। କେବଳ ଆପଣଙ୍କର ସୁବିଧା ଲାଗି ଯାହାକି ଏଇ ଭିଡ଼ିଓଟା ଆପଣମାନଙ୍କ ଲାଗି ନେଇକି ଆସିଛୁ। ଆଉ ଦେଖୁନ୍ ଏଥର ଯାହାକି ଏସ୍ ବି ଆଇ ତରଫରୁ ଆପଣଙ୍କୁ ସତର୍କ ସୂଚନା କରି ଦିଆଯାଇଛେ। ତ ସେଥିଲାଗି ଆପଣମାନେ ଧ୍ୟାନ ଦେଇକି ଭିଡ଼ିଓକୁ ଦେଖିଲେ ଆପଣମାନେ ଆରାମସେ ଜାଣିପାରିବେ। ଏଇଟା କୌଣସି ପଇସା ବାବଦରେ ମୁଇଁ ଆପଣଙ୍କୁ ଭିଡ଼ିଓ ନେଇ ବନାବା, କେବଳ ଆପଣଙ୍କର ସୁବିଧା ଲାଗି ଯାହାକି ଷ୍ଟେଟ୍ ବ୍ୟାଙ୍କ ତରଫରୁ ଆପଣମାନଙ୍କୁ ସୂଚନା ଦିଆଯାଉଛି ଏବଂ ସମସ୍ତେ କେନ୍ତା କରି ଇନେ ତାର ଫରୱାର୍ଡ଼ଟା ବଞ୍ଚିପାରିବେ, ମାନେ ଫ୍ରଡ଼୍ରୁ ବଞ୍ଚିତ ହେବେ। ଆଉ ସମସ୍ତେ ନିହାତି ଜାଣିଥିବା କଥା। ଆର୍ ସମସ୍ତଙ୍କର ପାଖେ ଆଜ୍ଞା ଦେଖୁନ୍ ଯେକୌଣସି ବ୍ୟାଙ୍କରେ ଆପଣଙ୍କର ଖାତା ଅଛି, ଆଉ ଖାତା ଥିବା ସମୟରେ ଆପଣମାନଙ୍କର ଝାଲ ପୁଛା ଧନ ଯେନ୍ ରଖଲାଟା ସବୁ ବର୍ବାଦ ହେଇଯିବା। ତ ସେଥିଲାଗି ଆପଣମାନଙ୍କୁ ଧ୍ୟାନ ଦେବା ପଡ଼ବା, ଯାହାକି ଏସ୍ ବି ଆଇ ତରଫରୁ ଆପଣଙ୍କୁ ଜରୁରୀକାଳୀନ ଘୋଷଣା କରାଯାଇଛି। ଯେହେତୁ ଦିନକେ ଦିନ ଯେତିକି ଆମେ ଡିଜିଟାଲ ହେଉଛେ ସେତିକି ଆମେ ଫ୍ରଡ଼୍ ହେବାକୁ ପଡ଼ୁଛେ। ମାନେ ଆଜିର ଦୁନିଆ ଯେତିକି ସ୍ମାର୍ଟ ହେଲା ନା ସେତିକି ଅବସ୍ଥା ବି ହେଉଛି ଆଜ୍ଞା। ମାନେ ଏଇ ମୋବାଇଲ ଆଇଲା ଦିନୁ ବହୁତ ପ୍ରକାର ଆମର କ୍ଷତି ହେଉଛି ଆଉ ବହୁତ ପ୍ରକାର ଲାଭ ବି ହେଉଛି। ତ ବିଶେଷ କରି କ୍ଷତି ହେଉଛି ଆମର ଯୁବପିଢ଼ି ଠାରୁ ଆରମ୍ଭ କରି ସମସ୍ତଙ୍କର ବହୁତ କ୍ଷତି ହେଉଛି ଜାଗାରେ। ନା ଆପଣମାନେ ଟିକେ ଅସତର୍କତା ହେଲେ ଆପଣଙ୍କର ପଳେଇଯିବା। ଟିକେ ଛୋଟିଆ ଭୁଲ ଗୋଟେ କରିଦେବେ ବୋଲେ ଆପଣ ଯେତେ ପଇସା ଆପଣମାନେ ଝାଲ ବୁଆ ଧନ ରଖିଥିବେ ବ୍ୟାଙ୍କରେ ସବୁ ଆପଣଙ୍କର ପର୍ଛା ହେଇଯିବା। ଆପଣ କେବଳ ଷ୍ଟେଟ୍ ବ୍ୟାଙ୍କ ବୋଲି ନାହିଁ, ଯେକୌଣସି ବ୍ୟାଙ୍କରେ ଆପଣ ଖାତା ରଖିଛନ୍ ବୋଲେ ନିହାତି ଜାଣିଥିବା କଥା ପଦେ ଅଧେ। ଆଉ ପଦେ ଅଧେ ଯଦି ଜାଣିଥିବେ ନିହାତି ଆପଣଙ୍କର ଭବିଷ୍ୟତରେ ଦିନେ ନା ଦିନେ କାମରେ ଆସିବା ଆଜ୍ଞା। ଯେହେତୁ ଏସ୍ ବି ଆଇ ବ୍ୟାଙ୍କ ଆପଣଙ୍କର ସୁବିଧା ଲାଗି ଏଇଭଳିଆ ବ୍ୟବସ୍ଥା କରିବ ଯେନ୍ଟାକି ଆପଣଙ୍କୁ ସତର୍କ ସୂଚନା ଜାରି କରିଛନ୍। ଆଉ ପ୍ରତ୍ୟେକ ଆଜ୍ଞା ମାନକେ SMS ମାଧ୍ୟମରେ SMS ପଠେଇକରି ସେମାନଙ୍କୁ ସତର୍କ କରି ଦିଆଯାଉଛି। ଚାଲନ୍ତୁ ସେ SMSଟା ଦେଖମା କାଣା ଆସିଛି, ଆପଣମାନେ ଦେଖିଲା ପରେ ସବୁ କିଛି ବୁଝିପାରିବେ ଆଜ୍ଞା। ମାନେ ମୋତେ ଆପଣମାନେ ଦେଖିପାରୁଥିବେ ମୋର ମୋବାଇଲକେ ଗୋଟେ ଯେମିତିକି SMS ହେଇଛି ଏସ୍ ବି ଆଇ ବ୍ୟାଙ୍କ ତରଫରୁ, ଯାହାକି ସତର୍କ ସୂଚନା କରିଦେଇଛି ଆଜ୍ଞା। ତ ସାଫ ଏସ୍ ବି ଆଇ ବ୍ୟାଙ୍କ ଆପଣকে ଏଇନା କହି ରଖୁଛେ ଯେ ଆପଣଙ୍କୁ ବହୁତ ସାରା ଫ୍ରଡ଼ ବାଲେ ଆପଣকে କଲ୍ করবে। কল କରି ସାରିଲା ପରେ ବେଲେ ଆପଣকে ସେମାନେ କଲ୍ করবে ଆଜ୍ଞା। କଲ୍ কলা ପିରିୟଡ଼ରେ ଆପଣকে କାଣା କହିବେ ନା ଷ୍ଟାର ଆପଣ ବିଭିନ୍ନ ପ୍ରକାର ଲୋଭ ଅଫର ଦେବେ ଆଜ୍ଞା। ଆର୍ ଏନ୍ତା ଷ୍ଟାର ଦେବା ହବ ବୋଲବେ ଷ୍ଟାର ଦବେ କରି ସେମାନଙ୍କୁ ଆପଣ କାଣା କହିବେ *401# ଡାଏଲ୍ କରିବେ। ଆଉ ତାପରେ ତାଙ୍କର ସେମାନେ ଗୋଟେ ମନିଛା ଗୋଟେ ତାଙ୍କର ମୋବାଇଲ ନମ୍ବର ଦେବେ। ସେ ନମ୍ବରକେ ଯେତେବେଳେ ଆପଣମାନେ ଡାଏଲ୍ କରିଦେଉଛନ୍ ସାଙ୍ଗେ ସାଙ୍ଗେ ଆପଣର ମୋବାଇଲରେ ଯେତେ ରିଡାଇରେକ୍ଟିଂ ହେଇଯିବା ଆପଣଙ୍କର ଯେତେ ଡାଟା ଅଛେ ସବୁ ତାଙ୍କର ହାତକେ ପଳେଇଯିବା। ଆର୍ ହାତକେ ପଳେଇଗଲା ପରେ ସେମାନେ ନିଜର ହିସାବରେ ସେମାନେ ଆପଣଙ୍କର ଯେତିକି ବି ଫୋନ୍ ପେ ଗୁଗୁଲ୍ ପେ ଯାହା ବି ଆପଣମାନେ ନେଟ୍ ବ୍ୟାଙ୍କିଂ କରୁଛନ୍ ସବୁ ତାଙ୍କର ହାତରେ ପଳେଇଯିବା ଆଜ୍ଞା। ତ ସେଥିଲାଗି ଏସ୍ ବି ଆଇ ବ୍ୟାଙ୍କ ତରଫରୁ ଆପଣକେ ଏଇଭଳିଆ SMS ପଠେଇକରି ଯେନ୍ଟାକି ସାବଧାନ କରାଯାଇଛି। ମାନେ ସାଫ କଥା ମୁଁ ବୋଲେ ଆପଣ କେତେବେଳେ ବି ଭୁଲରେ ବି *401# ଭୁଲରେ ବି କ୍ଲିକ୍ କରିକି ତାଙ୍କର ମୋବାଇଲ ନମ୍ବର ନେଇ ଦେବେ। ଆପଣকে বিভিন্ন প্রকার প্রলোভ দেখাবে, অফর দেখাবে, আপনার পাখে অর্ডর এসছে, আপনার ব্যাঙ্করু এসছে, এন্তা বিভিন্ন প্রকার কথা কহবে আজ্ঞা। কেতবেলে আপন মানে ভুল বশতঃ আপনার *401# চিপিকি যদি আপনার তাঁর নম্বর দিদেবে বলে আপনার যেতকি বি আপনার মোবাইল যেতে বি সিস্টম থিবা সবু তাঁর হাতরে পলাই যাবা। আর তাঁর হাতরে পলাই গলা পরে আপন এই জায়গায় কিছু বি করে নি পারন। সেথিলাগি এস বি আই ব্যাঙ্ক তরফରୁ আপনাকে এইভাবে SMSটা পঠা যাচ্ছে ସମସ୍ତେ ଯେନ୍ତା ସତର୍କ ହେବା ଲାଗି। ଆଉ ଗୋଟେ ଓଡ଼ିଆରେ ବି SMS ହେଇଛି ଦେଖନ୍, ପ୍ରିୟ ଏସ୍ ବି ଆଇ ଗ୍ରାହକ ଆସୁଥିବା କଲ୍ ଠାରୁ ସାବଧାନ ରୁହନ୍ତୁ। *401# ଡାଏଲ୍ କରିବାକୁ ଏବଂ ପରେ ଏକ ଅଜ୍ଞାତ ମୋବାଇଲ ନମ୍ବର ଏହା ଠକମାନଙ୍କୁ ବିନା ସର୍ତ୍ତମୂଳକ କଲ୍ ଫରୱାର୍ଡ଼କୁ ସକ୍ରିୟ କରିଥାଏ। তো এইথর ଆପଣମାନେ ନିହାତି ହିସାବରେ ସାବଧାନ ହନ୍। আর এইଭଳିଆ କାମ ଠାନ୍ ଆପଣମାନେ ଭୁଲରେ ବି ନେଇ କରିବେ ଆଜ୍ଞା। তো এটা ଥିଲା ଆପଣମାନଙ୍କ ଲାଗି ଛୋଟିଆ ଅପଡେଟ୍। ଆଶା କରୁଛେ ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବା। ଆପଣଙ୍କର ସୁଚିନ୍ତିତ ମତାମତ ନିହାତି କମେଣ୍ଟ ସେକ୍ସନରେ ଜଣାବାଟା ନେଇ ଭୁଲିବେ।